ମୁଁ ଡକ୍ଟର ଇନ୍ଦ୍ରମଣି ଜେନା। ମୋ ଘର ଏଇ ଜାଗମରା ଏଇ ଡୁମଡୁମା। ଆମେ ନିୟରେଷ୍ଟ ଟୁ ଖଣ୍ଡଗିରି, ସବୁଠୁ ଖଣ୍ଡଗିରି ପାଖରେ ଆମେ ରହିଛୁ ଏବଂ ଏଇଟା ଆମେ ଆଭାମନ କାଳରୁ ଏଇଠି ରହିଛୁ। ଖଣ୍ଡଗିରି ଓଡ଼ିଶାର ଗୋଟେ ପ୍ରସିଦ୍ଧ ଐତିହାସିକ ଏବଂ ଭୌଗୋଳିକ ସ୍ଥାନ। ଭୁବନେଶ୍ୱର ଏକାମ୍ର କିଛି ନଥିଲା ବେଳେ ବି ଖଣ୍ଡଗିରି ଥିଲା। ପ୍ରଥମରୁ ଏଠି ଜୈନମାନେ ଥିଲେ ଏବଂ ଶିଶୁପାଳ ଗଡ଼ ରାଜଧାନୀ ଥିଲା ଖାରବେଳଙ୍କର, କଳିଙ୍ଗ ନଗରୀ, ଏବଂ ତାଙ୍କର ଏଇଟା ତାଙ୍କର ଧର୍ମକ୍ଷେତ୍ର ଏବଂ ତାଙ୍କର ଏଇଠି ସେ ବହୁତ ଗୁଡ଼ିଏ କାର୍ଯ୍ୟ କରିଛନ୍ତି ଶିଳାଶିଳ୍ପ, ଯେଉଁଥିପାଇଁ ଖଣ୍ଡଗିରିଟା ବିଖ୍ୟାତ। ଆଉ ଏଇ ଖଣ୍ଡଗିରିରେ ବହୁ ପୂର୍ବରୁ ଏଇଠି ସବୁ ଭୁବନେଶ୍ୱର ହେବା ପୂର୍ବରୁ ଏଠି ଗୋଟେ ଯାତ୍ରା ରହିଥିଲା, ଯେଉଁଟାକି ଏଠି ଏଇ ଋତୁ ପରିବର୍ତ୍ତନ ପରେ, ବର୍ଷା ଋତୁ ପରେ ପରେ, ଧାନ ଅମଳ ପରେ ପରେ ଏଇ ଖଣ୍ଡଗିରି ଯାତ୍ରାଟି ଆସେ। ଏ ଏରିଆର ପ୍ରଥମ ଯାତ୍ରା। ଲୋକମାନେ ଏଇଠି ଜିନିଷପତ୍ର କିଣନ୍ତି। ଆଗକାଳରେ ବିଶେଷ କରି ବାହାଘର ପାଇଁ, ପୁଅ ଝିଅଙ୍କ ବିବାହର ପାଇଁ ପଥର ଜିନିଷ, କାଠ ଜିନିଷ, ବିଭିନ୍ନ ଜିନିଷ ଏଇଠୁ ଆରମ୍ଭ ହୁଏ। ତାପରେ ଫଗୁଣ ମାସରେ ଅନ୍ୟ ଯାତ୍ରା ଯୁଆଡ଼େ ଆରମ୍ଭ ହୁଏ। ଆସ୍ତେ ଆସ୍ତେ ଏସବୁ ଯାତ୍ରା ଏତେ ବଡ଼ ଧରଣର ହେଉଥିଲା ଯେ କାଠ ଜିନିଷ, ପଥର ଜିନିଷ ସବୁ ମାସ ମାସ ଧରିକି ଲୋକ ନିଅନ୍ତି, ଫଗୁଣ ଚୈତ୍ର ପର୍ଯ୍ୟନ୍ତ ବି ଚାଲେ। ଆସ୍ତେ ଆସ୍ତେ 1960, 60s, 70s ବେଳକୁ ଏଠି ଯାତ୍ରା ଆରମ୍ଭ ହେଲା। ଆସ୍ତେ ଆସ୍ତେ ଯାତ୍ରା ଏତେ ଇମ୍ପୋର୍ଟାଣ୍ଟ ହେଇଗଲା ଯେ ଆଗରୁ ଯେଉଁ ଖଣ୍ଡଗିରି ଜାତ ଥିଲା, ଯେଉଁଠି ଖାଲି ଜିନିଷପତ୍ର ଦୋକାନ, ମନୋହରି ଜିନିଷ ଏଇସବୁ ମିଳୁଥିଲା, ଏଗୁଡ଼ା ମାନେ ଗୌଣ ହେଇଗଲା, କାହିଁକିନା ଭୁବନେଶ୍ୱରରେ ସେଗୁଡ଼ା ସବୁ ମିଳିଲା। ଏବଂ ରାତିରେ ହଜାର ହଜାର ଲୋକ 5-6ଟା ପେଣ୍ଡାଲରେ ବସିକି ବିଭିନ୍ନ ନାଚ ଦେଖିଲେ। ଖଣ୍ଡଗିରିର ଐତିହ୍ୟ ରହିଛି। ଖାରବେଳ ନିଜେ ଜଣେ ନାଟ୍ୟକାର ଥିଲେ, ନାଟ୍ୟ ନିର୍ଦ୍ଦେଶକ ଥିଲେ ଏବଂ ତାଙ୍କର ବିଭିନ୍ନ କଳିଙ୍ଗ ନୃତ୍ୟ, ସଙ୍ଗୀତ ଯାହା ସବୁ ଥିଲା, ଏ ପୁନର୍ବାର ଏଠି ଦେଖିବାକୁ ମିଳିଲା। ବର୍ତ୍ତମାନ ସେହିସବୁ ଚାଲିଛି ଏବଂ ଏବେ ରାସ୍ତା ସମ୍ପ୍ରସାରଣ ହେଲା ପରେ, ଫ୍ଲାଇଓଭର ତିଆରି ହେଲା ପରେ ଟିକେ ଡିଷ୍ଟର୍ବାନ୍ସ ଥିଲା, କିନ୍ତୁ ବର୍ତ୍ତମାନ ଏସବୁ ଗୁଡ଼ିକ ଠିକ୍ ଚାଲିଛି ଏବଂ ଆମର ସଂସ୍କୃତି ଐତିହ୍ୟ ଲାଗି ରହିଛି। ଆମର ଖଣ୍ଡଗିରିର ଏଇଟା ହେଉଛି ବିଧି। ଖଣ୍ଡଗିରିରେ ଧାର୍ମିକ ଅନୁଷ୍ଠାନ ହିସାବରେ ଖଣ୍ଡଗିରିଟା ଗୋଟେ ଜୈନ କ୍ଷେତ୍ର ବୋଲି କୁହାଯାଏ। ଏଇଠି ମହାବୀର ଜୈନ ଆସିକିରି ଖ୍ରୀଷ୍ଟପୂର୍ବ 600 ମସିହାରେ ହାତୀ ଗୁମ୍ଫା ଉପରେ ଧର୍ମଚକ୍ର ପ୍ରବର୍ତ୍ତନ କରିଥିଲେ। 1300 ମସିହା 1100 ମସିହା ବେଳକୁ, ଯେତେବେଳକୁ 1000 ମସିହା ବେଳକୁ ଯେତେବେଳେ ଲଲାଟେନ୍ଦୁ କେଶରୀ ଓଡ଼ିଶାର ରାଜା, ସୋମବଂଶୀ ରାଜା ଥିଲେ, ସିଏ ବି ଖଣ୍ଡଗିରିରେ ବହୁତ ଗୁଡ଼ିଏ ଗୁମ୍ଫା କରିଛନ୍ତି। ଏହି ଜୈନ ଗୁମ୍ଫା ସିଏ ମାନେ ସର୍ବଧର୍ମ, ସବୁ ଧର୍ମକୁ ସିଏ ଉତ୍ସାହିତ କରୁଥିଲେ। ଯେ ସିଏ ନିଜେ ତିଆରି କରିଛନ୍ତି ବାରଭୁଜି ଗୁମ୍ଫା, ବାରଭୁଜି ଗୁମ୍ଫା ସେପଟେ ଲଲାଟେନ୍ଦୁ କେଶରୀ ଗୁମ୍ଫା। ଏବଂ ତାପରେ ପ୍ରୋତ୍ସାହନ ଅଭାବରୁ, ରାଜ ପ୍ରୋତ୍ସାହନ ଅଭାବରୁ ଜୈନମାନଙ୍କର ଆଉ ଟୋଟାଲ ଛାଡ଼ିକି ସେମାନେ ପଳେଇଲେ। ଆମ ଓଡ଼ିଶାରେ ଯେତେବେଳେ ଶାକ୍ତ ଧର୍ମର ଉଦ୍ଭବ ଘଟିଲା, ଲୋକମାନେ ଦେଖିଲେ ଯେ ବାରଭୁଜି ଗୁମ୍ଫା ସାମ୍ନାରେ ବହୁତ ଗୁଡ଼ିଏ ଦେବୀଙ୍କର ମୂର୍ତ୍ତି ଅଛି। ଏମାନେ ବାରଭୁଜା ବା ଖଣ୍ଡା ହାତରେ 12ଟା ଅଛି, ସେମିତି ବାରଭୁଜା ଦୁର୍ଗା ହିସାବରେ ପୂଜା କରିବାକୁ ଲାଗିଲେ। ଏବଂ ସେତେବେଳେ ଜୈନମାନେ ନଥିଲେ। ଜୈନମାନେ ପୁଣି ଯେତେବେଳେ ବ୍ରିଟିଶ ଲୋକ ଆସିକି ପଢ଼ିକି ବାହାର କଲେ ଯେ ଏଇଠି ଜୈନ ଥିଲା, ଇଭିନ୍ 1850 ମସିହାରେ ସେମାନେ ଯେତେବେଳେ ବାହାର କଲେ ଯେ ଏଇଟା ବୌଦ୍ଧ ବୋଲି ହଣ୍ଟର ସାହେବ ଲେଖିଲେ, ସେତେବେଳେ ସେମାନେ ଆସିଲେନି। ଯେତେବେଳେ ଜୈନ ବୋଲି ବାହାରିଲା 1900 ମସିହା ଶେଷ ବେଳକୁ, ସେମାନେ ଆସି ଖଣ୍ଡଗିରି ଉପରେ ମନ୍ଦିର କରି ତାଙ୍କର କରି ସେମାନେ ଦେଖୁଛନ୍ତି। କିନ୍ତୁ ସ୍ଥାନୀୟ ଲୋକମାନେ ତା ପୂର୍ବରୁ ବାରଭୁଜିକି ପୂଜା କରି ଆସୁଛନ୍ତି। ଆଉ ମାଘ ସପ୍ତମୀ ଦିନ ଗୋଟେ ଇମ୍ପୋର୍ଟାଣ୍ଟ ଦିନ, ଯେଉଁଦିନ ଚନ୍ଦ୍ରଭାଗା ଲୋକ ବୁଡ଼ ପକାଇବାକୁ ଯାଆନ୍ତି। ସାଧୁ ସନ୍ନ୍ୟାସୀ ସବୁ ଲୋକ ଯାଆନ୍ତି, ବୁଡ଼ ପକାଇ ପୁଣି ଖଣ୍ଡଗିରି ଫେରନ୍ତି। ଖଣ୍ଡଗିରିରେ ସେମାନେ ଖଣ୍ଡ କ୍ଷୀରି କରନ୍ତି। ଆଉ ତାପରେ ଏଇ ମେଳାଟା ଚାଲେ। ଆଉ ଆମ ଗାଁର ବି ଅନନ୍ତ କିଶୋରୀ ଯେଉଁ ଠାକୁର ଅଛନ୍ତି, ଏ ଠାକୁରଙ୍କୁ କିଏ ଦେଇଛନ୍ତି? ଗଜପତି ରାଜାମାନେ ଦେଇଛନ୍ତି। ଆମର ଦୋଳ ପୂଜା ହୁଏ, ଏ ଠାକୁର ବି ଏ ପୂଜାରେ ଯାଆନ୍ତି, ଉଦୟଗିରି ଯାଆନ୍ତି, ତାଙ୍କର ସେଠି ପୂଜା ହୁଏ। ଏଇସବୁ ଆମର ପ୍ରଥା ରହିଛି ଏଇ ଅଞ୍ଚଳର। ଆମର ଗାଁରେ ବହୁତ ପ୍ରଚଳିତ କଥା ଅଛି ଯେ ରାତି ଅଧରେ ଗୋଟେ ସୁସଜ୍ଜିତ ପାଲିଙ୍କିରେ କିଏ ଜଣେ ଆସନ୍ତି ଏବଂ ଖଣ୍ଡଗିରି ଉଦୟଗିରି ମଝି ଜାଗାରୁ
सी आग उदयगिरी पटक जाती एवं तापर से खंडगिरी उपरकू डेई पड़ती आम भावु यहाँ बोधे खारबेल निजे तैयारी करते रही बासनाटा रही सी ये सब बेले देखा लोक कहती लोक मैंने विश्वास करती गाँ लोक विश्वास करती जे ए पहाड़ दिहरे बहुत संपत्ति अच्छी इवन सुनार जख अच्छी जोटा राति गले जड़े लोक सुना पाइब एक्चुअली सुना शिशुपालगढ़ एरिया रे बहुत खनन बेले कौड़ी सुना रूपा मिले तेणु किसी लोक भी खोजु था भी देखा मिले आम गाँव भी 3 जन लोक सब बेले पहाड़ पर बुलिकी खोजु था काड़े हाबुड़ जख पड़ज आहरी भी कहती जे से पहाड़ देहरे गोटे साप अच्छी तार ना हूँ दंशनी साप से सापटा उड़ी पारे ये सापटा सेमती साप कहीं देखी ना कि क्या मारिबार आम जानिनु किंतु सेमती साप बोली गोटे भय लोकंर भी रही सत्वे लोक बुलू था आउ गोटे प्रबाद अच्छी जे केतबेले किए गला बेलू देखो जन लोक आड़े ही पलाऊँच कि जड़े लुटा धरी पलाऊँच सी भावती जे एठी भी किसी जैन मुनि अच्छा जो मैंने सिद्ध क्षेत्र यहाँ गोटे सिद्ध क्षेत्र जेते लोक तपस्या करने को आसबे सिद्धि लाभ करने को आसबे महिमा गोसाई हूँ अरक्षित दास हूँ ये आश्रम करिकी सिद्धि लाभ करती।